ମୋ ନାଁ ଆରୁଷି। ଏହି କାହାଣୀ ମୋ ଝିଅ ଅଦିତି ଓ ତାର ଜୀବନ ଉପରେ ଆଧାରିତ। ମୁଁ ବିଜୟନଗରର ଏକ ଛୋଟ ଗାଁରୁ ଆସିଛି। ଯେତେବେଳେ ମୁଁ ବିଧବା ହେଲି, ମୋ ମା ବାପା ମୋର ଦ୍ୱିତୀୟ ବିବାହ ଏକ ଏପରି ବ୍ୟକ୍ତିଙ୍କ ସହ କରାଇଦେଲେ ଯାହାର ଆଗରୁ ହିଁ ଗୋଟିଏ ପୁଅ ଥିଲା ଆଉ ମୋ ପାଖରେ ମଧ୍ୟ ଗୋଟିଏ ଝିଅ ଥିଲା। ଏବେ ମୋ ପୁଅ ଓ ଝିଅ ଗୋଟିଏ କୋଠରୀରେ ଶୋଉଥିଲେ। କିନ୍ତୁ ସକାଳେ ଉଠିବା ମାତ୍ରେ ମୋ ଝିଅ ବିଛଣାର ଚାଦର ଦିନକୁ ଦିନ ବଦଳାଇ ଦେଉଥିଲା। ତାପରେ ଲୁଚି ଲୁଚି ପୁରୁଣା ଚାଦର ଧୋଇ ନିଜେ ଗାଧୋଇବାକୁ ଯାଉଥିଲା। ଅନେକ ଥର ମୋ ଝିଅ ମୂର୍ଚ୍ଛା ମଧ୍ୟ ଯାଉଥିଲା। ସେ ଦିନକୁ ଦିନ ବହୁତ ଦୁର୍ବଳ ହେଉଥିଲା। ଗୋଟିଏ ଦିନ ସକାଳେ ଉଠି ମୁଁ ଝିଅର କୋଠରୀକୁ ଜଲ୍ଦି ଗଲି, କିନ୍ତୁ ସେଠାକାର ଦୃଶ୍ୟ ଦେଖି ମୁଁ ଲଜ୍ଜାରେ ପାଣି ପାଣି ହୋଇଗଲି। ମୋ ହୃଦୟରୁ କେବଳ ଏକଥା ବାହାରିଲା ଯେ ଭଗବାନ ଏପରି ଦୃଶ୍ୟ କୌଣସି ମାଆକୁ କେବେ ଦେଖାନ୍ତୁ ନାହିଁ, କାରଣ ସେଇଠି ମୋ ଝିଅ ଓ ପୁଅ। ମୋ ବିବାହର 2 ବର୍ଷ ପରେ ହିଁ ବିଧବା ହୋଇଗଲି। ସେତେବେଳେ ମୋ ବୟସ 18 ବର୍ଷ ଥିଲା, କାରଣ ମୋ ମା ବାପା ମୋର ବିବାହ 16 ବର୍ଷ ବୟସରେ ହିଁ କରାଇ ଦେଇଥିଲେ। ମୁଁ ମୋ ମା ବାପାଙ୍କର ଏକମାତ୍ର ଝିଅ ଥିଲି, କିନ୍ତୁ ମୋତେ ଲାଗୁଥିଲା ଯେ ମୁଁ ସେମାନଙ୍କ ପାଇଁ ଏକ ବଡ଼ ବୋଝ। ମାନେ ଯେମିତି ମୁଁ ସେମାନଙ୍କର ଝିଅ ନଥିଲି। ମୋ ଜନ୍ମ ପରେ ମୋ ମା କୌଣସି ଖୁସି ଦେଖିପାରି ନଥିଲା, ଆଉ ମୋ ବାପା ସେ ତ ପୁଅଟିଏ ଚାହୁଁଥିଲେ, ତେଣୁ ସେ ମୋତେ ପସନ୍ଦ କରୁନଥିଲେ ଆଉ ସବୁବେଳେ ମୋତେ ଅଲଗା ରଖୁଥିଲେ। ସେ ମୋତେ ହୃଦୟରୁ ଭଲ ପାଉନଥିଲେ, ମୋତେ ନିଜର ମଣୁନଥିଲେ ଆଉ ମୋ ଉପରେ ବହୁତ ରାଗୁଥିଲେ। କିଛି ପାରିବାରିକ ଶକ୍ତି ଯୋଗୁଁ ମୋ ବାପା ଦ୍ୱିତୀୟ ବିବାହ ମଧ୍ୟ କରିପାରି ନଥିଲେ। କେବଳ ଏହି କାରଣରୁ ସେ ମୋତେ ବହୁତ ଘୃଣା କରୁଥିଲେ। ସବୁବେଳେ ମୋ ସହ କଠୋର ଭାବରେ କଥା ହେଉଥିଲେ। ଏହି କାରଣରୁ ହିଁ ସେ ମୋର ବିବାହ ଖୁବ୍ ଶୀଘ୍ର କରାଇ ଦେଇଥିଲେ। ମୋ ପ୍ରଥମ ସ୍ୱାମୀ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକ ଥିଲେ। ଆମର ଗୋଟିଏ 3 ବର୍ଷର ଝିଅ ମଧ୍ୟ ଥିଲା। କିନ୍ତୁ ଗୋଟିଏ ଦିନ ବିଦ୍ୟାଳୟରୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କର ଏକ ଦୁର୍ଘଟଣା ଘଟିଗଲା ଆଉ ସେହି ସ୍ଥାନରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା। ସେ ମୋତେ ଛାଡ଼ି ଚାଲିଗଲେ। ସେହିଦିନ ମୋ ପାଇଁ କୌଣସି ପ୍ରଳୟରୁ କମ୍ ନଥିଲା। ମୋ ଉପରେ ତ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। କିଛି ଦିନ ପରେ ମୋ ଶାଶୁ ମୋତେ ମୋ ମା ବାପା ଘରକୁ ପଠାଇଦେଲେ। ବୋଧହୁଏ ମୁଁ ସେମାନଙ୍କ ପାଇଁ ମଧ୍ୟ ଏକ ବୋଝ ଥିଲି। ସେମାନେ ମଧ୍ୟ ମୋତେ ଭଲ ମଣୁନଥିଲେ। ସେମାନଙ୍କ ମନରେ ଥିଲା ଯେ ମୁଁ ଏକ ଅଭାଗିନୀ ମହିଳା, ଯେମିତି ମୁଁ ହିଁ ସେମାନଙ୍କ ପୁଅକୁ ମାରିଦେଇଛି। ତାପରେ ମୁଁ ଚୁପଚାପ ମୋ ମା ବାପାଙ୍କ ଘରକୁ ଚାଲିଗଲି। ମୋ ମା ବାପା ମୋତେ ବୋଝ ହିଁ ମଣୁଥିଲେ। ମୁଁ ମୋ ଝିଅକୁ ବୁକୁରେ ଜାବୁଡ଼ି ଏକା ଏକା ବହୁତ କାନ୍ଦୁଥିଲି। କିଛି ଦିନ ପରେ ମୋ ମା ବାପା ମୋର ଦ୍ୱିତୀୟ ବିବାହ କରାଇଦେଲେ ଏକ ଏପରି ବ୍ୟକ୍ତିଙ୍କ ସହ ଯାହାର ଆଗରୁ ହିଁ ଗୋଟିଏ ପୁଅ ଥିଲା ଆଉ ମୋ ପାଖରେ ମଧ୍ୟ ଗୋଟିଏ ଝିଅ ଥିଲା। ଆମେ ଦୁହେଁ ଏକାପରି ଥିଲୁ, ତେଣୁ ଆମର ବିବାହ ହୋଇଗଲା। ନଚେତ୍ ମୋ ପାଇଁ ତ ଭଲ ସମ୍ପର୍କ ମଧ୍ୟ ଆସୁନଥିଲା। ତାଙ୍କ ପୁଅ ମୋ ଝିଅଠାରୁ 1 ବର୍ଷ ସାନ ଥିଲା। ତାଙ୍କ ପୁଅର ନାମ ଥିଲା ଅଭିଷେକ ଆଉ ମୋ ଝିଅର ନାଁ ଥିଲା ଅଦିତି। ଆମେ ସମସ୍ତେ ଏକାଠି ରହିବା ଆରମ୍ଭ କଲୁ। ସମୟ ଏହିପରି ବିତିଗଲା। ଦେଖୁ ଦେଖୁ ଅଦିତି 16 ବର୍ଷର ହୋଇଗଲା ଆଉ ଅଭିଷେକ 15 ବର୍ଷର। ଯେତେବେଳେ ଅଭିଷେକର ବାପାଙ୍କର ମୃତ୍ୟୁ ହେଲା, ସେ ମଧ୍ୟ ଏ ଦୁନିଆ ଛାଡ଼ି ଚାଲିଗଲେ। ଅର୍ଥାତ୍ ମୋ ଦ୍ୱିତୀୟ ସ୍ୱାମୀ ମଧ୍ୟ ଆମକୁ ସବୁଦିନ ପାଇଁ ଛାଡ଼ି ଚାଲିଗଲେ। ତାଙ୍କର ସବୁବେଳେ ସ୍ୱାସ୍ଥ୍ୟ ଖରାପ ରହୁଥିଲା। ତାଙ୍କୁ ନାନା ପ୍ରକାରର ରୋଗ ଘେରି ରହିଥିଲା, କିନ୍ତୁ ତାଙ୍କ ରୋଗ ସହ ଯାହା ହେଉ ଜୀବନ ଚଳୁଥିଲା। ତାଙ୍କ ମୃତ୍ୟୁ ପରେ ଯେମିତି ଘରର ରୌନକ ହିଁ ଉଡ଼ିଗଲା। ଆମର ନିଜର ଘର ଥିଲା, ତେଣୁ ଘରର ଚିନ୍ତା ନଥିଲା। ଆଉ ମୋ ଘରେ ହିଁ ଏକ ଛୋଟ ଦୋକାନ ଥିଲା। ଗୋଟିଏ ଦିନ ଯେତେବେଳେ ଆମେ ସମସ୍ତେ ଶୋଇଥିଲୁ, ହଠାତ୍ ଜୋରରେ ଏକ ଶବ୍ଦ ହେଲା। ମୋ ହୃଦୟ ବୁଡ଼ିଗଲା। ମୁଁ ବହୁତ ଭୟଭୀତ ହୋଇଗଲି ଆଉ ଡରି ମଧ୍ୟ ଗଲି। ଦେଖିଲି ଯେ ଶବ୍ଦଟା ଅଭିଷେକର କୋଠରୀରୁ ଆସୁଛି। ମୁଁ ତାର କୋଠରୀ ଆଡ଼କୁ ଦୌଡ଼ିଲି। ଦେଖିଲି କୋଠରୀର ଛାତ ପଡ଼ିଗଲା। ଏହା ଦେଖି ମୁଁ ବହୁତ ଭୟଭୀତ ହୋଇଗଲି। ମୋ ମନରେ ଭୟ ଥିଲା ଯେ ଅଭିଷେକ ଏହି ଛାତ ତଳେ ଦବିଗଲା ନାହିଁ ତ। ଯେତେବେଳେ ମୁଁ ପାଖକୁ ଗଲି ଓ ଦେଖିଲି ଅଭିଷେକ ସେଠାରେ ନଥିଲା। ସେ ବୋଧହୁଏ ବାଥରୁମ୍ ଯିବା ପାଇଁ ଉଠିଥିଲା। ଏହି କାରଣରୁ ତାର ଜୀବନ ବଞ୍ଚିଗଲା, କାରଣ ତାର କୋଠରୀର ଛାତ ପଡ଼ିଗଲା। ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲି ଯେ ଅଭିଷେକକୁ କିଛି ହେଲା ନାହିଁ। ଯଦି ତାକୁ କିଛି ହେଇଥାନ୍ତା, ତେବେ ମୁଁ ତାର ସ୍ୱର୍ଗବାସୀ ବାପାଙ୍କୁ କ'ଣ ମୁହଁ ଦେଖାଇଥାନ୍ତି। କିନ୍ତୁ ଏବେ ଆମ ପାଖରେ ଏତେ ଟଙ୍କା ନଥିଲା ଯେ ଆମେ ଛାତକୁ ପୁନର୍ବାର ତିଆରି କରିପାରିବୁ। କୋଠରୀର ତ ଅବସ୍ଥା ବିଗିଡ଼ି ଯାଇଥିଲା। ସମସ୍ତ ଛାତ ପଡ଼ିଯାଇଥିଲା। ଆମେ ତାକୁ ସେହି ଅବସ୍ଥାରେ ହିଁ ଛାଡ଼ିଦେଲୁ। ତାପରେ ମୁଁ ନିଜ ପାଇଁ ରୋଷେଇ ଘରେ ବିଛଣା କରିଦେଲି ଆଉ କୋଠରୀରେ
दुई पिलांकु शोइबा पई कहली कारण बाहर बहुत ठंडा थिला और बाहर केही शोई पारि नथांते। कोठरी रे गोटिए बेड और गोटिए खटिया थिला। दुई जण मध्ये बहुत कष्ट रे शोई पारुथिले। एबे से दुहे गोटिए कोठरी रे शोउथिले। मजबूरी थिला आमे कोन करि परिथांतु। कोठरी रे तो दुकान थिला। मो स्वामी घरे मात्र 3टी कोठरी तैयारी करथिले। 3 जणंकर हिसाब रे कोठरी ठीक थिला किंतु गोटिए कोठरी दुकान पई मध्ये दरकार थिला। एबे मजबूरी थिला कोन करि परिथांतु। जीवन तो चलैबा को पड़ी थाए ना। गोटिए दिन मो पुओ ओ झियो गोटिए कोठरी रे शोउथिले। सकाळे किछि एपरि घटिला जे मु आश्चर्य हे गली। अभिषेक सकाळे उठी नास्ता करबा को बसिगला किंतु अदिति ताहा पर्यंत शोइथिला। से एते डेरी पर्यंत केबे शोइ नथिला किंतु आज से एते डेरी पर्यंत काहेकि शोइथिला। तार अभ्यास थिला जे से सकाळे जल्दी उठुथिला। मु ताकू डाकिली किंतु से उठु नथिला। किछि समय परे मु तार कोठरी को गली और देखिली जे से मूर्छा जायछि। मु बहुत भयभीत होई गली जे ताकू कोन हेई गला। मु तुरंत अभिषेक को कहली जे पाखरे थिवा डाक्टर को घर को जाइके डाकी आण। डाक्टर आसी कहले जे से मूर्छा जायछि। झीटी बहुत दुर्बल रक्त रोग मध्ये रहिछि। ताकू कोनोसे भारी काम करंतु नहीं केवल विश्राम करंतु फल भल खाद्य आदि खुआंतु से ठीक हे जिवो। जेतेबेले अदितिर होश फेरिला मु ता पाखकू गली और ताकू पचारिली तुमे कोन होई गला। से कहला मु बसी बसी चक्कर आसिला आ मूर्छा जायछि। मु ताकू कहली तमे विश्राम कर मु तुम पई नास्ता आनुछि। जेतेबेले मु नास्ता आनिली देखिली से कोठरी रे नाही। बिछଣା रे चादर मध्ये नथिला। मु बाहर को देखिली से चादरटी को धोथिला। मु ताकू पचारिली तुमे ही चादर काहे की धोछ। तुमर तो स्वास्थ्य ठीक नहीं डाक्टर तुमको विश्राम करबा को कहछन्ती। मु ता परे बहुत चित्कार करली और कहली एठार उठ कोठरी को जाओ नास्ता कर किछि खाओ पियो तेबे तो ठीक हेबो। से कहला ना ना मते ही चादर धोइबा दरकार बिछଣା रे लगाइबा पई आम घरे तो गोटिए ही चादर अछि। मु कहली हठात ही चादर धोइबार भूत तुम मुंडरे काहे की चढ़िला। चादर तो एते मैला नथिला जे तमे ताकू धोइबा पई बसी गलो। एहा को छाड़ मु निजे धोई देबी एठारू उठ। से मो कथा न सुनी चादरटी को छाता ऊपर सुखाइबा पई चली गला। तापरे से नास्ता कला। किछि समय परे से सोई गला आ अभिषेक मध्ये काम को चली गला। मु ताकू केवल हाई स्कूल पर्यंत पढ़ाइथिली। से एक कपड़ा दुकान में काम करथला। से बहुत परिश्रमी थिला। घरोई दुकान निजे चलाउथिली मात्र सेही दुकान रे अधिकांश पिला माने ही आसुथिले। दिन एही परि बीतुथिला। गोटे दिन अभिषेक मते कहला आज मु खाद्य किणी आनिछि। से डेरी रे आसीथिला आ अदिति ता पूर्वरु ही कोठरी रे सोई जाइथिला। से मध्य कोठरी को जाई सोई गला। मु मध्य रोसे घरे मो खटिया पकाई सोई रखिथिली। थका जोगु मते निद हेउ नथिला। मु मो स्वामी को मने पकाउथिली। मो द्वितीय स्वामी मध्य बहुत भलो थिले। से मोर बहुत जत्न नेउथिले। से मते केबे मो प्रथम विवाह कथा कही ताकीद करि नथिले। मो झियो को से सब बेले निजर झियो परि मानुथिले। मु मध्य अभिषेक को केबे कहि नथिली जे से मोर सौतेली पुओ। से मध्य मते निज मा ठारू अधिक भल पाउथिला आ मो कथा मध्य मानुथिला। से घरर एकमात्र पुरुष थिला। से आमर एकमात्र सहारा थिला नचेत आमे दुई महिला कुआडे जाइथांतु। से भल भाबे काम करथुला। मु ताकू कहिथिली जे से आगो को पढ़िबा पई प्राइवेट पढ़िनो जदि ता पाखरे एक भल डिग्री थाए तेबे ताकू भल चाकरी मिलिबो। से मो कथा मानु नथिला। सकाळे पुनर्बार किछि एपरि घटिला जे मु आश्चर्य हे गली। अदिति पुनर्बार मूर्छा जाइतिला। एथर तार मुह देखि लागुतिला जेमति तार शरीररु रक्त ही सुसी निया गला। से बिल्कुल मलिन पड़ी गला। मु पुनर्बार डाक्टर को डाकिली। डाक्टर सही कथा कहले जे मु ताकू विश्राम करबा को कहिथिली। तमे ताकू खाद्य रे कोन खुआइथिलो। मु समस्त कथा कहली। मु कहली सही डाली तरकारी खुआइथिली आ फल मध्ये देइथिली। पूरा दिन कोनोसी काम मध्ये कराइ नथिली। डाक्टर कहले पुनर्बार केमिति एते दुर्बल हैला। एही कथा को गंभीर भाबे नियो नचेत तम झियर जीवन को विपद होई पारे। कारण एपरि हठात मूर्छा जिबा और घंटा घंटा मूर्छा रहबा कोनोसी साधारण कथा नुहे। डाक्टर कठोर भावे समस्त कथा कहले आ किछि समय पर चली गले। जेतेबेले अदितिर होश फेरिला मु ताकू कहली
ତୁମେ ଯଦି ପୁନର୍ବାର କୌଣସି କାମ କଲ ତେବେ ମୋତେ ଭଲ ଲାଗିବ ନାହିଁ। କିଛି ସମୟ ପରେ ଯେତେବେଳେ ମୁଁ ତାର କୋଠରୀକୁ ପୁନର୍ବାର ଗଲି, ଦେଖିଲି ସେ ପୁନର୍ବାର ବିଛଣା ଚାଦର ଧୋଉଛି। ଏଥର ମୁଁ ତାକୁ ଦୂରରୁ ଦେଖୁଥିଲି, କାରଣ ସେ ଯାହା କରୁଥିଲା ତାହା ସାଧାରଣ ନଥିଲା। ମୂର୍ଚ୍ଛାରୁ ଉଠି ସେ ଚାଦର ଧୋଇବା ଆରମ୍ଭ କରୁଥିଲା। ଏହା ସବୁ କ'ଣ ହେଉଛି? ସେ ଏହା ସବୁ କାହିଁକି କରୁଛି? ଯେତେବେଳେ ଅଭିଷେକ ତାର କୋଠରୀରେ ଶୋଇବା ଆରମ୍ଭ କଲା, ସେତେବେଳୁ ହିଁ ସେ ଏପରି କରୁଥିଲା ଆଉ ମୂର୍ଚ୍ଛା ମଧ୍ୟ ଯାଉଥିଲା। ଅଭିଷେକ ତାର ସୌତେଲି ଭାଇ ଥିଲା, କିନ୍ତୁ ବାଲ୍ୟକାଳରୁ ଦୁହେଁ ଏକାଠି ବଢ଼ିଥିଲେ। ସେମାନଙ୍କ ମଧ୍ୟରେ ତ ସହୋଦର ଭାଇ ଭଉଣୀ ପରି ପ୍ରେମ ଥିଲା। ତେବେ ଏହା ସବୁ କ'ଣ ହେଉଛି? ମୋ ଝିଅର ସ୍ୱାସ୍ଥ୍ୟ ଦିନକୁ ଦିନ କାହିଁକି ଖରାପ ହେଉଛି? ମୁଁ କାନ୍ଦୁଥିଲି ଆଉ ଭାବୁଥିଲି ଯେ ଏହା ସବୁ କ'ଣ ହେଉଛି। ଜଣେ ମହିଳା ସେତେବେଳେ ଦୁର୍ବଳ ହୁଏ ଯେତେବେଳେ ସେ ସନ୍ତାନ ଜନ୍ମ ଦିଏ। ତାର ଶରୀରରେ ବିଲକୁଲ ଶକ୍ତି ରହେ ନାହିଁ, କିନ୍ତୁ ଯୁବତୀ ଝିଅମାନେ ଏପରି ମୂର୍ଚ୍ଛା ଯାଆନ୍ତି, ଏହା ତ ସାଧାରଣ କଥା ନୁହେଁ। ପରଦିନ ସେ ଚାଦର ଧୋଇ ଛାତରେ ଶୁକାଇଲା। ସେ ଚାରିଆଡ଼େ ଦେଖୁଥିଲା ଯେ ମୁଁ ତାକୁ ଦେଖୁଛି କି ନାହିଁ। ମୁଁ ରୋଷେଇ ଘରର ଝରକାରୁ ଏହାସବୁ ଦେଖୁଥିଲି। ମୁଁ ତାକୁ ଏମିତି ଅନୁଭବ ହେବାକୁ ଦେଇନଥିଲି ଯେ ମୁଁ ତାକୁ ଦେଖୁଛି। କିନ୍ତୁ ମୋ ଝିଅ କ'ଣ କରୁଥିଲା? ସେ ପୁନର୍ବାର ବିଛଣାରେ ଶୋଇ ତା ଉପରେ ଚାଦର ଆଡ଼ାଇ ନେଲା, ଯେମିତି ମୋତେ କିଛି ଜଣା ନ ପଡ଼ୁ। ତଳେ ଥିବା ଚାଦର ଅଛି କି ନାହିଁ ତାହା ମୋତେ ଜଣା ନଥିଲା। ମୁଁ ତାକୁ ନାସ୍ତା ଖୁଆଇଲି ଓ ଔଷଧ ଦେଲି। ଦୋକାନ ଭଲ ଚାଲୁନଥିଲା। ଆମ ଦୋକାନରେ କୌଣସି ବଡ଼ ଗ୍ରାହକ ଆସୁନଥିଲେ। କେବଳ ପିଲାମାନେ ଗୋଲି ଓ ଟଫି ନେବାକୁ ଆସୁଥିଲେ, ଯେଉଁମାନେ 5 କିମ୍ବା 10 ଟଙ୍କା ଦେଇ ଚାଲି ଯାଉଥିଲେ। ଏପରି ତ କାମ ଚାଲୁନଥିଲା। ମୁଁ ବହୁତ ଚିନ୍ତିତ ଥିଲି, କିନ୍ତୁ ଏହି କଥା ମୁଁ ପିଲାମାନଙ୍କୁ କେବେ କହିନଥିଲି। ଅଭିଷେକକୁ ମଧ୍ୟ କିଛି କହିନଥିଲି, କାରଣ ସେ ଆଗରୁ ହିଁ ଚାକିରି କରୁଥିଲା। ଯଦି ଏପରି ସମୟରେ ଏହି କଥା କହିଥାନ୍ତି, ତେବେ ସେ ଆହୁରି ଅଧିକ ଚିନ୍ତିତ ହୋଇଥାନ୍ତା। କିନ୍ତୁ ମୁଁ ନିଜେ ବହୁତ ଚିନ୍ତିତ ହୋଇଗଲି। ଉପରୁ ଡାକ୍ତର କହିଥିଲେ ଯେ ଝିଅକୁ ଭଲ ଜିନିଷ ଖୁଆଅ, କିନ୍ତୁ ଘରେ ତ ଡାଲି ରୁଟି ପଇସା ମଧ୍ୟ ପୂରା ଟଙ୍କା ନଥିଲା। ଘରର ଖର୍ଚ୍ଚ ଚଳାଇବା ବହୁତ କଷ୍ଟକର ହୋଇପଡ଼ୁଥିଲା। ଗୋଟିଏ ଦିନ କିଛି ବହୁତ ଅଜଣା ଘଟିଲା। ମୁଁ ମୋ ପୁଅ ଅଭିଷେକ ଓ ଅଦିତିଙ୍କୁ କିଛି ଏପରି କଥା କହୁଥିବାର ଶୁଣିଲି ଯାହା ମୋତେ ବିଲକୁଲ ବୁଝା ପଡ଼ିଲା ନାହିଁ। ମୋ ପୁଅ କହୁଥିଲା, ତୁମେ ଏବେ ହିଁ ନିଜର ସ୍ୱାସ୍ଥ୍ୟ ଖରାପ କରିଦେଲ। ଏପରି ତ ଚଳିବ ନାହିଁ। ଯଦି ତୁମକୁ ଏତେ ଅସୁବିଧା ହେଉଛି, ତେବେ ଆମେ ଏହା ସବୁ କରିପାରିବୁ ନାହିଁ। ମୋ ଝିଅ କହିଲା, ନା ନା, ମୋତେ ଏହି କାମ କରିବାକୁ ପଡ଼ିବ। ଏପରି ସୁଯୋଗ ବାରମ୍ବାର ମିଳେ ନାହିଁ। ମୋତେ କ'ଣ ଜଣାଥିଲା ଯେ ମୋ ସହ ଏହା ସବୁ ହେବ? ମୋତେ ତ ଜଣା ନଥିଲା ଯେ ମୋ ଶରୀର ଏତେ ଶକ୍ତି ନାହିଁ। ମୋ ପୁଅ କହିଲା, ଏବେ ତୁମେ ତ ଜାଣିଲ, ମୁଁ ତୁମ ଜୀବନକୁ ବାଜି ଲଗାଇ ପାରିବି ନାହିଁ। ମୋ ଝିଅ କହିଲା, ନା, କେବଳ 2-4 ସପ୍ତାହର କଥା, ତାପରେ ଏହି ସୁଯୋଗ ମିଳିବ ନାହିଁ। ଏହା ସବୁ କ'ଣ ହେଉଛି? ମୋତେ କିଛି ବୁଝା ପଡ଼ୁନଥିଲା। ସେମାନେ କ'ଣ କଥା ହେଉଛନ୍ତି? ଗୋଟେ ଦିନ ମୁଁ ଏପରି କିଛି ଦେଖିଲି ଯେ ମୁଁ ସ୍ତମ୍ଭିତ ହୋଇଗଲି। ସକାଳେ ମୋ ଝିଅ ପୁନର୍ବାର ଚାଦର ଧୋଇ ଛାତରେ ଶୁକାଉଥିଲା ଆଉ ଗୋଟିଏ ପାର୍ଶ୍ୱରେ ଛିଡ଼ା ହୋଇ ବାନ୍ତି କରୁଥିଲା। ମୁଁ କହିଲି, ତୁମକୁ କ'ଣ ହୋଇଗଲା? ସେ ଭୟଭୀତ ହୋଇଗଲା ଆଉ କହିଲା, ହଠାତ୍ ମୋ ହୃଦୟ ଖରାପ ହୋଇଗଲା। ମୁଁ କହିଲି, ଏହାର ଅର୍ଥ କ'ଣ? ହୃଦୟ ଖରାପ ହେଲା ମାନେ? ତମେ କ'ଣ କରୁଛ? ଏହି ଚାଦରକୁ ବାରମ୍ବାର କାହିଁକି ଧୋଉଛ? ତୁମେ କ'ଣ ଲୁଚାଉଛ? ଯଦି ମୋତେ ଜଣାପଡ଼ିଲା ଯେ ତମେ କିଛି ଏପରି କାମ କରିଛ ଯାହାଦ୍ୱାରା ମୋର ଓ ତୁମର ସମ୍ମାନରେ ଧୂଳି ମିଶିଗଲା, ତେବେ ମୁଁ ତୁମକୁ କେବେ କ୍ଷମା କରିବି ନାହିଁ। ମୋ ଝିଅ ଆଶ୍ଚର୍ଯ୍ୟ ହୋଇଗଲା। ସେ କହିଲା, ମା, ଆପଣ କେଉଁ ପ୍ରକାର କଥା କହୁଛନ୍ତି? ଏପରି କିଛି ନାହିଁ ଯେମିତି ଆପଣ ଭାବୁଛନ୍ତି। ଲାଗୁଛି ଆଜି ଆପଣ କୌଣସି ସିନେମା ଦେଖିଛନ୍ତି କିମ୍ବା କେହି ଆପଣଙ୍କ କାନରେ ମୋ ବିରୁଦ୍ଧରେ କିଛି କହିଛି, ଯେଉଁ କାରଣରୁ ଆପଣ ଏପରି କଥା କହୁଛନ୍ତି। ମୁଁ ଏପରି କାହିଁକି କରିବି? ଯଦି ମୁଁ ଏହି ଚାଦର ଧୋଇ ଦେଇଛି, ତେବେ କ'ଣ ହେଲା? ଚାଦର ମଇଳା ହୋଇଗଲା, ତେଣୁ ଧୋଇଦେଲି। ଆପଣଙ୍କୁ ତ ଜଣାଅଛି ଯେ କିଛି ଦିନ ହେଲା ମୋ ସ୍ୱାସ୍ଥ୍ୟ ଖରାପ। ଔଷଧ ଖାଇବା ଯୋଗୁଁ ମୋ ପେଟରେ ମଧ୍ୟ ଅସୁବିଧା ହେଉଛି। ଯଦି ମୋତେ ବାନ୍ତି ହେଲା, ତେବେ ଏହାର ଅନ୍ୟ କୌଣସି ଅର୍ଥ ନାହିଁ। ମୋ ଝିଅ ମୋ ସହ ଏପରି କଥା କହୁଥିଲା। ମୁଁ ତା ମୁହଁରେ ଗୋଟିଏ ଥପ୍ପଡ଼ ମାରିଦେଲି ଆଉ ସେ ମାଟିରେ ପଡ଼ିଗଲା। ସେତେବେଳେ ହଠାତ୍ ଅଭିଷେକ ଆସିଲା। ସେ କହିଲା, ମା, ଆପଣ କ'ଣ କରୁଛନ୍ତି? ଆପଣ ତା ଉପରେ ହାତ କାହିଁକି ଉଠାଇଲେ? ମୁଁ ତାକୁ କହିଲି, ହଁ, ମୁଁ ତାକୁ ମାରିଛି, ତା ଉପରେ ହାତ ଉଠେଇଛି। ଏପରି ତ ମୁଁ ବହୁତ ଆଗରୁ କରିବାର ଉଚିତ ଥିଲା, କିନ୍ତୁ ଏବେ ମୁଁ ପୂରା କଥାର ତଳ ପର୍ଯ୍ୟନ୍ତ ପହଞ୍ଚି ନାହିଁ। ଯେଉଁଦିନ ମୋତେ ତମ ଦୁହିଁଙ୍କ ବିଷୟରେ ଜଣାପଡ଼ିବ, ସେହିଦିନ ଦେଖ କ'ଣ ମୁଁ କରୁଛି। ମୋତେ ନିଜେ ଜଣା ନଥିଲା ଯେ ମୋତେ କ'ଣ ହୋଇଗଲା। ମୋ ହୃଦୟରେ ଯାହା ଆସୁଥିଲା ମୁଁ ତାହା ହିଁ କହୁଥିଲି, ଯାହା ମୁଁ ଏପରି କରିବା ଉଚିତ ନଥିଲା। ରାତିରେ ହଠାତ୍ ମୋ ଆଖି ଖୋଲିଲା
ଆଉ ମୁଁ ଦେଖିଲି ଯେ ମୋ ପିଲାମାନଙ୍କ କୋଠରୀରେ ଆଲୋକ ଜଳୁଛି। ସେତେବେଳେ ସେମାନେ କ'ଣ କରୁଥିଲେ? ସେମାନଙ୍କୁ ତ ଏହି ସମୟରେ ଶୋଇ ଯାଇଥିବା କଥା। ସେମାନେ ତ ସନ୍ଧ୍ୟାରେ କହୁଥିଲେ ଯେ ଆଜି ଆମେ ଜଲ୍ଦି ଶୋଇବୁ। ଯେତେବେଳେ ମୁଁ କୋଠରୀ ପାଖକୁ ଗଲି, ସେମାନେ କେବଳ ଜାଗି ନଥିଲେ, ବରଂ କଥା ମଧ୍ୟ ହେଉଥିଲେ। କିଛି ସମୟରେ ସେମାନେ ବହୁତ ଖୁସି ହେଉଥିଲେ। ମୋ ପୁଅ କହୁଥିଲା, ତମେ ବହୁତ ଭାଗ୍ୟବାନ। ମୋ ଝିଅ କହୁଥିଲା, ହଁ, ମୁଁ ଭାଗ୍ୟବାନ। କିନ୍ତୁ ଆସନ୍ତାକାଲି ଯେତେବେଳେ ମୋର ସ୍ୱାସ୍ଥ୍ୟ ପୁନର୍ବାର ଖରାପ ହେବ, ତେବେ ମା ମୋତେ ଦେଖି ବହୁତ ଚିନ୍ତିତ ହୋଇଯିବେ। ଆମେ କେତେ ଦିନ ଏହିପରି ମିଛ କହିବୁ? ମୋ ପୁଅ କହିଲା, ଆଉ କେବଳ କିଛି ଦିନ, ତାପରେ ସବୁ କିଛି ଠିକ୍ ହୋଇଯିବ। ମୁଁ ସେମାନଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ଆଜି ମୋତେ ଆଉ ରହି ହେଲା ନାହିଁ। ମୁଁ କୋଠରୀର ଦ୍ୱାରକୁ ଖୋଲିବାକୁ ଚେଷ୍ଟା କଲି, କିନ୍ତୁ ଆଶ୍ଚର୍ଯ୍ୟ ହେଲି ଯେ ସେମାନେ ଦ୍ୱାରକୁ ଭିତରୁ ବନ୍ଦ କରି ରଖିଦେଲେ। ଦ୍ୱାର ଭିତରୁ ବନ୍ଦ କରିବାର କାରଣ କ'ଣ ଥିଲା? ବାସ୍ତବରେ ଏବେ ପାଗ ବଦଳୁଥିଲା। ସେମାନଙ୍କୁ ଦ୍ୱାର ଖୋଲିବା ରଖି ଶୋଇବା ଉଚିତ ଥିଲା। ମୁଁ ଦ୍ୱାରରେ ବାରମ୍ବାର କଡ଼ା ନାଡ଼ିବା ଆରମ୍ଭ କଲି, କିନ୍ତୁ ଏପରି କଡ଼ା ନାଡ଼ିବା ସତ୍ତ୍ୱେ ସେମାନେ ଦ୍ୱାର ଖୋଲିବାକୁ ଅଧା ଘଣ୍ଟା ଲଗାଇଦେଲେ। ଯେତେବେଳେ ମୁଁ କୋଠରୀ ଭିତରେ ଦେଖିଲି, ସେମାନଙ୍କ ବ୍ୟତୀତ ଆଉ କେହି ନଥିଲେ। ସେମାନେ ଦୁହେଁ ଏପରି ମୁହଁ କରି ବସିଥିଲେ ଯେମିତି ନିଦରୁ ସବୁ ଉଠିଛନ୍ତି। ମୁଁ କହିଲି, ଏତେ ଡେରିରେ ଦ୍ୱାର କାହିଁକି ବନ୍ଦ କରିଥିଲ? ସେମାନେ କହିଲେ, ଆମେ ଶୋଇଥିଲୁ। ମୁଁ କହିଲି, ମିଛ କହ ନାହିଁ, ତମେ ଦୁହେଁ ଜାଗିଥିଲ ଆଉ କଥା ହେଉଥିଲ। ସେମାନେ କହିଲେ, ଆମେ ଏହିପରି ସମୟରେ କାହିଁକି ଜାଗିବୁ ଆଉ କାହିଁକି କଥା ହେବୁ? ଆମର ତ କାଲି କୌଣସି ପରୀକ୍ଷା ନାହିଁ ଯେ ଆମେ ପ୍ରସ୍ତୁତି କରିବୁ ଆଉ ଜାଗିବୁ। ଆମେ ତ ଶୋଇଥିଲୁ। ମୁଁ ସେମାନଙ୍କ କାର୍ଯ୍ୟକଳାପ ବୁଝିପାରୁନଥିଲି। ମୋ ପାଖରେ କହିବା ପାଇଁ କୌଣସି ଶବ୍ଦ ନଥିଲା। ସେମାନଙ୍କ କଥା ମୋତେ ବୁଝା ପଡ଼ୁନଥିଲା, କାରଣ ସେମାନେ ଦୁହେଁ ଏପରି ବସିଥିଲେ ଯେମିତି ନିଦରୁ ସବୁବେଳେ ଉଠିଯାନ୍ତି। ତାପରେ ମୁଁ ସେମାନଙ୍କୁ କିଛି ନ କହି ସେଠାରୁ ଚାଲିଗଲି। କିନ୍ତୁ ମୁଁ ଭାବୁଥିଲି ଯେ କିଛି ନା କିଛି ଗଡ଼ବଡ଼ ତ ନିଶ୍ଚୟ ଅଛି। ଗୋଟେ ଦିନ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଯେ ମୋର ଝିଅର ବାହୁରେ ନୀଳ ଦାଗ ଥିଲା। ଏହା ତ ଆଘାତର ଚିହ୍ନ ଥିଲା। ମୋତେ ବୁଝା ପଡ଼ୁନଥିଲା ଯେ ତାକୁ କ'ଣ ଲାଗିଥିଲା। ମୁଁ ତାକୁ ପଚାରିଲି। ସେ କହିଲା, ଛୁଇଁ ଲାଗିଛି। କିନ୍ତୁ ଛୁଇଁ ତ ଆଙ୍ଗୁଠିରେ ଲାଗେ, ବାହୁରେ ନୁହେଁ। ମୋ ଝିଅ କିଛି ନା କିଛି କଥା ମୋ ଠାରୁ ଲୁଚାଉଥିଲା। କେତେବେଳେ ସେ ମୂର୍ଚ୍ଛା ଯାଉଥିଲା, କେତେବେଳେ ତା ଶରୀରର ଅଜଣା ଚିହ୍ନ ଦେଖାଯାଉଥିଲା, ଆଉ କେତେବେଳେ ସେ ଉଠି ବିଛଣା ଚାଦର ଧୋଉଥିଲା ଆଉ ମୋତେ କୋଠରୀ ଭିତରକୁ ଯିବାକୁ ଦେଉନଥିଲା। ମୋ ମନ କେଉଁ ଆଡ଼କୁ ଯାଉଥିଲା ମୁଁ ଏପରି ଭାବିବାକୁ ଚାହୁଁନଥିଲି। ମୋର ଭୁଲ ଥିଲା। ମୁଁ କାହିଁକି ଯୁବକ ଓ ଯୁବତୀକୁ ଏକାଠି ରଖିଲି? ମୁଁ ଏପରି କରିବା ଉଚିତ ନଥିଲା। ମୁଁ ନିଶ୍ଚିତ କଲି ଯେ ମୋତେ ଏବେ କ'ଣ କରିବାକୁ ହେବ। ଯୁବକ ଓ ଯୁବତୀକୁ ଗୋଟିଏ କୋଠରୀରେ ଶୋଇବାକୁ ଦେବା ଉଚିତ ନଥିଲା। ଅଭିଷେକ ଅଦିତିର ସୌତେଲି ଭାଇ ଥିଲା। ବଦଳିତ ବୟସରେ କିଛି ଡର ଲାଗେ ନାହିଁ। ସୌତେଲି ଭାଇ ତ ସୌତେଲି ହିଁ ରହିବ। ତେବେ ମୁଁ କେମିତି ସହୋଦର ଭଉଣୀକୁ ଗୋଟିଏ କୋଠରୀରେ ଶୁଆଇଲି? ଏହା ମୋର ହିଁ ଭୁଲ ଥିଲା। ଯଦି ଆମେ ପିଲାମାନଙ୍କ ଉପରେ ଧ୍ୟାନ ନ ଦେବୁ, ତେବେ ଅସୁବିଧା ତ ହେବ। ଭଲ ମନ୍ଦ କଥାରେ ଧ୍ୟାନ ତ ଆମକୁ ହିଁ ରଖିବାକୁ ପଡ଼େ। ପିଲାମାନେ ତ ନାଦାନ ହୋଇଥାନ୍ତି। ନାଦାନୀରେ ସେମାନେ ଅନେକ ଭୁଲ କରିବସନ୍ତି। ଯେମିତି ଯେମିତି ଚିନ୍ତା ମୋ ମନରେ ଆସୁଥିଲା, ଯଦି ଏହି ସମସ୍ତ ଚିନ୍ତା ସତ ହୋଇଯାଏ, ତେବେ ସମସ୍ତ ଦୋଷ ମୋର ହିଁ ହେବ। ମୁଁ ମୋ ପୁଅ ଓ ଝିଅ ଉପରେ ନଜର ରଖିଥିଲି। ଗୋଟିଏ ଦିନ ମୋ ପୁଅ ଅଦିତିକୁ କିଛି ଜିନିଷ ଦେଉଥିଲା। ମୁଁ ଲୁଚିକରି ସେମାନଙ୍କ କଥା ଶୁଣୁଥିଲି। ସେ କହୁଥିଲା, ଏହା ତୁମର ଔଷଧ। ଏହି ଅସୁବିଧା ପାଇଁ ଏହି ଔଷଧ ନେଲେ ସବୁ ଠିକ୍ ହୋଇଯିବ। ସେ ମୋ ଝିଅକୁ ଲୁଚାଇ ସେହି ଗୋଳି ଦେଲା। ମୁଁ ଚିନ୍ତିତ ହୋଇଗଲି। କିସ ଜିନିଷର ଗୋଳି ସେ ତାକୁ ଦେଉଛି? ଆଖିରେ ଏପରି କ'ଣ କଥା ଯେ ଅସୁବିଧା ଅଛି, ଯାହା ସେମାନେ ଦୁହେଁ ଲୁଚାଇବାକୁ ଚାହୁଁଛନ୍ତି ଆଉ ମୋତେ ଜଣା ନାହିଁ? ଏହି ଔଷଧ ମୋତେ କିଛି ଅଜଣା ଲାଗୁଥିଲା। ମୋ ଝିଅ ମଧ୍ୟ ସେହି ଔଷଧକୁ ତୁରନ୍ତ ଧରିନେଲା ଆଉ ତାର ଓଢ଼ଣୀରେ ଲୁଚାଇ ଦେଲା। ମୋ ପୁଅ କହିଲା, ରାତିରେ ଶୋଇବା ଆଗରୁ ଖାଇନେବୁ, ତେବେ ପରଦିନ ତମେ ବିଲକୁଲ ମୂର୍ଚ୍ଛା ଯିବ ନାହିଁ। ଆଉ 2-3 ଦିନ ପର୍ଯ୍ୟନ୍ତ ମୋ ଝିଅ ସତରେ ମୂର୍ଚ୍ଛା ଯାଇନଥିଲା। କିନ୍ତୁ ତାପରେ ବୋଧହୁଏ ତାର ସେହି ଗୋଳି ସରିଗଲା। ଆଉ ଗୋଟେ ଦିନ ପରେ ମୋ ଝିଅ ପୁନର୍ବାର ମୂର୍ଚ୍ଛା ଯାଇଥିଲା। ମୋ ପୁଅ ଘରେ ନଥିଲା, ତେଣୁ ମୁଁ ଏହି ସୁଯୋଗର ଫାଇଦା ଉଠାଇବା ବିଷୟରେ ଭାବିଲି। ମୁଁ ସେହି ଚାଦରକୁ ବହୁତ ଚତୁରତାର ସହ ଅଦିତିର ତଳୁ ଟାଣି ଆଣିଲି ଆଉ ତାକୁ ଭଲ ଭାବରେ ଗୁଡ଼ାଇ ମୋ କୋଠରୀକୁ ନେଇ ଆସିଲି। ମୁଁ ଖୋଲି ଦେଖିବାକୁ ଚାହୁଁଥିଲି ଯେ ତା ଉପରେ କ'ଣ ଲାଗିଥାଏ, ଯେଉଁ କାରଣରୁ ମୋ ଝିଅ ସକାଳେ ଉଠି ତାକୁ ଧୋଇବା ଆରମ୍ଭ କରୁଥିଲା ଆଉ ନିଜର ରୋଗ ବିଷୟରେ କେବେ ଧ୍ୟାନ ଦେଉନଥିଲା। ଯେତେବେଳେ ମୁଁ ଚାଦରଟିକୁ ଖୋଲି ଦେଖିଲି, ପ୍ରଥମେ ମୋତେ କିଛି ଦେଖାଗଲା ନାହିଁ।
କିନ୍ତୁ ଯେତେବେଳେ ମୁଁ ଧ୍ୟାନରେ ଦେଖିଲି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଯେ ଚାଦରରେ ଧଳା ଧଳା ବାଳ ଥିଲା। ପୁରା ଚାଦର ବାଳରେ ଭର୍ତ୍ତି ହୋଇଯାଇଥିଲା। ମୋତେ ବୁଝା ପଡ଼ିଲା ନାହିଁ ଏହା କିଶୋର ବାଳ, କାରଣ ଏହି ବାଳ ବିଲକୁଲ ଧଳା ଓ ଛୋଟ ଛୋଟ ଥିଲା। ମୁଁ ଆଶ୍ଚର୍ଯ୍ୟ ହୋଇଗଲି, କିନ୍ତୁ ଏହି କଥା ମୋତେ ବୁଝା ପଡ଼ିଲା ନାହିଁ। ମୁଁ ଭାବୁଥିଲି ଯେ ଏହା ସବୁ କ'ଣ ହେଉଛି। ମୁଁ ମୋ ଝିଅ ଓ ପୁଅର କାର୍ଯ୍ୟକଳାପ ଉପରେ ନଜର ରଖୁଥିଲି, ତେଣୁ ମୁଁ ମୋ ମନରେ କିଛି ନା କିଛି ଭାବୁଥିଲି, କିନ୍ତୁ କୌଣସି ନିଷ୍କର୍ଷକୁ ପହଞ୍ଚି ପାରୁନଥିଲି। ସେତେବେଳେ ମୋ ଝିଅକୁ ଜଣାପଡ଼ିଲା ଯେ ମୁଁ ଚାଦରଟିକୁ ଦେଖିସାରିଛି। ସେ ମୋ ପାଖକୁ ଆସି ବସିଲା, ଆଉ କିଛି ଅଜଣା ଭାବରେ ଭୟଭୀତ ଦେଖାଯାଉଥିଲା। ମୁଁ ତାକୁ ପଚାରିଲି, କ'ଣ କଥା? ତମେ କାହିଁକି ଚିନ୍ତିତ ଦେଖାଯାଉଛ? ସେ କହିଲା, ମା, ସେଇ ଚାଦର କୁଆଡ଼େ? ମୁଁ କହିଲି, ମୁଁ ତାକୁ ଧୋଇ ଦେଇଛି। ଏହା କହିବା ମାତ୍ରେ ସେ ମୋ ପାଖରୁ ଚାଲିଯିବାକୁ ଚେଷ୍ଟା କଲା। ମୁଁ ତାର ହାତ ଧରି ଅଟକାଇଲି ଆଉ କହିଲି, ମୁଁ ସବୁ କିଛି ଦେଖିଛି। ଚାଦରରେ ଯାହା ଲାଗିଥିଲା ମୋତେ କୁହ, ଏହା ସବୁ କ'ଣ? ତମେ ମୋ ଠାରୁ ଏତେ ଦିନ କ'ଣ ଲୁଚାଉଛ? ମୁଁ ବହୁତ ଚିନ୍ତିତ ହେଇଗଲି। ମୋ ମନରେ ବହୁତ ଖରାପ ଖରାପ ଚିନ୍ତା ଆସୁଥିଲା। ସେ ମୋ ପାଖରେ ବସିଲା, ଆଉ ମୋ ଝିଅ ମୋତେ ଏପରି କଥା କହିଲା ଯେ ମୋ ପାଦ ତଳୁ ମାଟି ଖସିଗଲା। ମୋ ଝିଅ ମୋତେ କହିଲା, ମା, ଆପଣ ଯେମିତି ଭାବୁଛନ୍ତି ବିଲକୁଲ ସେମିତି ନୁହେଁ। ଅସଲରେ ଆମେ ଦେଖିଥିଲୁ ଯେ ଏହି ଘରର ଅବସ୍ଥା ଭଲ ନାହିଁ। ଘରୋଇ ଦୋକାନ ମଧ୍ୟ ଚାଲୁନାହିଁ। ଭାଇ ମଧ୍ୟ ବେଶୀ ଟଙ୍କା ରୋଜଗାର କରୁନଥିଲେ, କିନ୍ତୁ ଆମେ ଏପରି କୌଣସି କାମ ପାଉନଥିଲୁ ଯାହା ଆମେ କରିପାରିବୁ। ତାପରେ ଭାଇଙ୍କର ଜଣେ ବନ୍ଧୁ ତାଙ୍କୁ ଗୋଟିଏ କାମ ଦେଲେ। ଅସଲରେ ସେ କିଛି ନକଲି କିମ୍ ବିରାଡ଼ିର ଛୁଆ ରଖିଥିଲେ, ଯାହା 3ରୁ 4ଟି ଥିଲେ, କିନ୍ତୁ ସେମାନଙ୍କୁ ସମ୍ଭାଳିବା ତାଙ୍କ ହାତରେ ନଥିଲା। ତେଣୁ ସେ ଆମକୁ ସେହି ଛୁଆମାନଙ୍କୁ ସମ୍ଭାଳିବାର କାମ ଦେଲେ, ଆଉ ଏହା ପାଇଁ ବହୁତ ଟଙ୍କା ଦେଲେ। ଅସଲରେ ଭାଇ ମଧ୍ୟ ପୁରା ଦିନ ସେହିଠାରେ ଥାଆନ୍ତି, କିନ୍ତୁ ରାତିରେ ଭାଇଙ୍କୁ ମଧ୍ୟ ବିଶ୍ରାମ କରିବାକୁ ହେଉଥିଲା। ତେଣୁ ସେହି ବିରାଡ଼ି ଛୁଆମାନଙ୍କୁ କୋଠରୀକୁ ଆଣୁଥିଲୁ, ଆଉ ମୁଁ ସେମାନଙ୍କୁ ସମ୍ଭାଳୁଥିଲି। ସେମାନଙ୍କର ବାଳ ସକାଳେ ଚାଦରରେ ଲାଗି ରହୁଥିଲା, ଯାହାକୁ ମୁଁ ସକାଳେ ଧୋଇ ଦେଉଥିଲି, କାରଣ ଆମେ ଜାଣିଥିଲୁ ଯେ ଆପଣଙ୍କୁ ଏପରି ଜିନିଷ ପସନ୍ଦ ନୁହେଁ, ଆଉ ଆମେ ଆପଣଙ୍କୁ ଏହାସବୁ କହିବାକୁ ମଧ୍ୟ ଚାହୁଁନଥିଲୁ। ଆମେ ଏହି କାମ କରୁଥିଲୁ। ପରେ ମୋତେ ଜଣାପଡ଼ିଲା ଯେ ମୋତେ ବିରାଡ଼ି ଛୁଆମାନଙ୍କ ଠାରୁ ଆଲର୍ଜି ହେଉଛି, ଯେଉଁ କାରଣରୁ ମୁଁ ସକାଳେ ମୂର୍ଚ୍ଛା ଯାଉଥିଲି। ଭାଇ ମୋତେ ଯେଉଁ ଔଷଧ ଆଣି ଦେଇଥିଲେ ତାହା ମଧ୍ୟ ଏହି ଆଲର୍ଜି ପାଇଁ ଥିଲା, ଯାହାଦ୍ୱାରା ମୋର ଆଲର୍ଜି କମ୍ ହେଉଥିଲା। ମା ଭାଇଙ୍କର ସେହି ବନ୍ଧୁ ସହିତ ଆଗରୁ ଭେଟିଥିଲେ। ସେହି ବନ୍ଧୁ ବହୁତ ଧନୀ ଥିଲେ। ସେ ଏହି କାମ ପାଇଁ ଆମକୁ ବହୁତ ଟଙ୍କା ଦେଉଥିଲେ। ସେ ଆମକୁ ଦିନକୁ 1000 ଟଙ୍କା ଦେଉଥିଲେ। ଆଉ ଆଜି ସେହି ଛୁଆମାନଙ୍କର ଆମ ଘରେ ଶେଷ ଦିନ ଥିଲା, କାରଣ ସେ ଏବେ ସେମାନଙ୍କୁ ନେଇ ଅନ୍ୟ ସହରକୁ ଚାଲିଗଲା। ଆମେ ଏତେ ଟଙ୍କା ରୋଜଗାର କରିଛୁ ଯେ ଆମ କୋଠରୀର ଛାତ ମଧ୍ୟ ପୁନର୍ବାର ତିଆରି କରାଇପାରିବୁ, ଆଉ ଘର ପାଇଁ କିଛି ରାସନ ମଧ୍ୟ ଆଣିପାରିବୁ। ଆମେ ଜାଣିଥିଲୁ ଯେ ଆପଣଙ୍କୁ ପୋଷା ଜନ୍ତୁ ପସନ୍ଦ ନୁହେଁ, ତେଣୁ ଆମେ ଆପଣଙ୍କୁ ଏହି କଥା କହିନଥିଲୁ। କିନ୍ତୁ ଆପଣ ତ ଆମ ବିଷୟରେ କ'ଣ କ'ଣ ଭାବିଲେ? ଆପଣ ଆମ ଉପରେ ଏତେ ସନ୍ଦେହ କଲେ। ଆପଣ ଆମ ବିଷୟରେ ଯେଉଁ କଥା କହିଲେ ତାହା ଆମ ହୃଦୟରେ ତୀର ପରି ବାଜିଲା। ମୁଁ ଜାଣେ ଯେ ସେ ମୋର ସୌତେଲି ଭାଇ, କିନ୍ତୁ ସେ ମୋର ସହୋଦର ଭାଇଠାରୁ ମଧ୍ୟ ଅଧିକ। ସେ ସବୁବେଳେ କେବଳ ଆମ ବିଷୟରେ ହିଁ ଭାବେ। ଦେଖନ୍ତୁ, ସେ ତାର ବାପା ଏହି ଦୁନିଆରୁ ଚାଲିଗଲେଣି। ତାର ନିଜର ଆତ୍ମୀୟ ମଧ୍ୟ ଅଛନ୍ତି, ଯେଉଁମାନେ ଆମଠାରୁ ବହୁତ ଧନୀ। ସେ ସେମାନଙ୍କ ସହ ଯାଇ ରହିପାରିଥାନ୍ତା, କିନ୍ତୁ ସେ ତ ତଥାପି ଆମ ସହ ରହୁଛି, କାରଣ ସେ ଆମକୁ କେବେ ଏକା ଛାଡ଼ିବାକୁ ଚାହେଁ ନାହିଁ। ସେ ମୋତେ ସବୁବେଳେ ନିଜର ସହୋଦର ଭଉଣୀ ପରି ମଣେ। ସେ ମୋତେ କେବେ କୌଣସି ଭୁଲ କଥା କହିନାହିଁ। ସେ ଆମ ସହ ରହେ ଆଉ ଆମ ପାଇଁ ବହୁତ କିଛି କରେ। ପୁରା ଦିନ ସେ କାମ କରେ। ରାତିରେ ମୁଁ ତାର ସାହାଯ୍ୟ କରୁଥିଲି। ସେ କହୁଥିଲା ଯେ ସେ ରାତିରେ ମଧ୍ୟ ଏହାସବୁ କରିପାରେ। ଦିନସାରା ସେ ବିଚରା ପରିଶ୍ରମ କରୁଥିଲା, ତେଣୁ ମୁଁ ତାକୁ କହିଲି, ରାତିରେ ତମେ ବିଶ୍ରାମ କର, ଛୁଆମାନଙ୍କୁ ମୁଁ ଦେଖିବି। ତେଣୁ ମୁଁ ତାର ସାହାଯ୍ୟ କରୁଥିଲି। ଏହା ଶୁଣି ମୋତେ ବହୁତ ଦୁଃଖ ଲାଗିଲା, ଆଉ ମୁଁ ନିଜ ଉପରେ ବହୁତ ରାଗିଲି। ମୁଁ ମୋ ପିଲାମାନଙ୍କ ବିଷୟରେ କ'ଣ କ'ଣ ଭାବିଥିଲି? ମୁଁ ମୋ ପିଲାମାନଙ୍କ ବିଷୟରେ ଯେତେ ଭୁଲ ଭାବିଥିଲି, ମୋ ପିଲାମାନେ ତାଠାରୁ ଅନେକ ଗୁଣରେ ଭଲ। ମୁଁ ସେମାନଙ୍କ ବିଷୟରେ ଏତେ ଭୁଲ କଥା ଭାବିଥିଲି, ଯାହା ମୋତେ ଭାବିବା ଉଚିତ ହିଁ ନଥିଲା। ଆମେ ଏହି କଥା ଅଭିଷେକକୁ କହିଲୁ ନାହିଁ। ଅଦିତି ମଧ୍ୟ ତାକୁ କିଛି କହିନଥିଲା ଯେ ମୋତେ ସମସ୍ତ କଥା ଜଣାପଡ଼ିଗଲା, କାରଣ ଏହି କାମ ଯେକୌଣସି ପ୍ରକାରେ ଶେଷ ହୋଇଗଲା। ମୁଁ ତାର ନଜରରେ ଆଉ ଅଧିକ ଖରାପ ହେବାକୁ ଚାହୁଁନଥିଲି।
କିଛି ଦିନ ପରେ ଅଭିଷେକ ସେ କୋଠରୀର ଛାତ ତିଆରି କରାଇଦେଲା। ଏବେ ଆମ ଘରର କୋଠରୀ ମଧ୍ୟ ଠିକ୍ ହେଇଗଲା। ଧୀରେ ଧୀରେ ଆମେ ବହୁତ ପରିଶ୍ରମ କଲୁ। ମୋ ଝିଅ ମଧ୍ୟ ଘରେ ପିଲାମାନଙ୍କୁ ଟ୍ୟୁସନ୍ ପଢ଼ାଇବା ଆରମ୍ଭ କରିଦେଲା। ଆମର ଅବସ୍ଥା ପୂର୍ବ ଅପେକ୍ଷା ଭଲ ହେବାକୁ ଲାଗିଲା। ଧୀରେ ଧୀରେ ଏତେ ଭଲ ହେଲା ଯେ ଆମ ଘରେ କୌଣସି ଅଭାବ ରହିଲା ନାହିଁ। ଜୀବନ ମୋ ସହ ବହୁତ ଖେଳ ଖେଳିଥିଲା। କିନ୍ତୁ ଭଲ କଥା ଏହା ଯେ ମୋତେ ବହୁତ ଭଲ ଓ ନିଷ୍ଠାବାନ ପିଲାମାନେ ଦେଇଛି। ସେମାନେ ମୋର ନିଜର ହେଉ କିମ୍ବା ପର, ଈଶ୍ୱରଙ୍କ କୃପାରୁ ମୋର 2 ପିଲା ବହୁତ ପରିଶ୍ରମୀ। ସେମାନେ ଏହା ବୁଝନ୍ତି ଯେ ଏବେ ସେମାନଙ୍କର ପରିଶ୍ରମର ଦିନ। ହାତ ଉପରେ ହାତ ରଖି ବସି ରହିପାରିବା ନାହିଁ, କାରଣ ସେମାନଙ୍କ ମୁଣ୍ଡ ଉପରେ ବାପାଙ୍କର ଛାୟା ନାହିଁ। ଆଉ ମୁଁ ମଧ୍ୟ କିଛି ବେଶୀ କରିପାରୁନଥିଲି। ଏହି କଥାରେ ଅନୁଭବ ସେମାନଙ୍କୁ ଥିଲା, ଆଉ ଏହା ଏକ ବଡ଼ କଥା। ଈଶ୍ୱରଙ୍କ କୃପାରୁ ଏବେ ସବୁ ଠିକ୍ ହେଇଗଲା। ଉପରେ ଥିବା ଈଶ୍ୱରଙ୍କୁ ଲକ୍ଷ ଲକ୍ଷ ଧନ୍ୟବାଦ। ମୁଁ ଯେମିତି ଭାବୁଥିଲି ସେମିତି କିଛି ହେଲା ନାହିଁ। କିନ୍ତୁ ଏପରି ହୋଇ ମଧ୍ୟ ପାରିଥାନ୍ତା। ଯଦି ଏପରି ହୋଇଥାନ୍ତା ତେବେ ମୁଁ କୁଆଡ଼େ ଯାଇଥାନ୍ତି? ଶେଷରେ ମୁଁ କେବଳ ଏତିକି କହିବାକୁ ଚାହେଁ ଯେ ଉପରେ ଥିବା ଈଶ୍ୱର ଯାହା ଚାହାନ୍ତି ତାହା ହିଁ ହୁଏ। ମୋ ପିଲାମାନେ ବହୁତ ବୁଦ୍ଧିମାନ। ସେମାନଙ୍କ ହୃଦୟରେ କୌଣସି ଏପରି କଥା ନାହିଁ। କିନ୍ତୁ ତଥାପି ମୁଁ ଏପରି ମା'ମାନଙ୍କୁ ଉପଦେଶ ଦେବି ଯେ ପିଲାମାନଙ୍କ ସହ ଜଡ଼ିତ ବିଷୟରେ ଟିକେ ସତର୍କତା ଅବଲମ୍ବନ କରନ୍ତୁ, ଆଉ ସେହି ଭୁଲ କରନ୍ତୁ ନାହିଁ ଯାହା ମୁଁ ମୋ ପିଲାମାନଙ୍କ ସହ କରିଥିଲି। ମୁଁ ଦୁହିଁଙ୍କୁ ଗୋଟିଏ କୋଠରୀରେ ରଖିବା ଉଚିତ ନଥିଲା, କାରଣ ଯାହା ହେଲା ନାହିଁ ତାହା ମଧ୍ୟ ହେଇପାରିଥାନ୍ତା। ଆଉ ଯଦି ତାହା ହେଇଥାନ୍ତା ତେବେ ସବୁକିଛି ଶେଷ ହୋଇଯାଇଥାନ୍ତା। ମୋ ପିଲାମାନେ ବୁଦ୍ଧିମାନ ଥିଲେ। ବୋଧହୁଏ ଏହି କାରଣରୁ ମୋ ସହ ଏପରି ହେଲା ନାହିଁ। ଆପଣମାନେ ନିଜ ପିଲାମାନଙ୍କର ଧ୍ୟାନ ରଖନ୍ତୁ। ସେମାନଙ୍କ ଜୀବନ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ସେମାନେ କେବେ କ'ଣ କରୁଛନ୍ତି ଏହା ବିଷୟରେ ପୂର୍ଣ୍ଣ ସୂଚନା ରଖନ୍ତୁ। ପିଲାମାନଙ୍କୁ ପ୍ରେମ କରିବା ସହ ଟିକେ କଠୋରତା ମଧ୍ୟ ରଖନ୍ତୁ। ସେମାନେ କ'ଣ ଭୁଲ କରିଛନ୍ତି କିମ୍ବା କ'ଣ କରୁନାହାନ୍ତି ଏହା ବିଷୟରେ ସେମାନଙ୍କୁ ସୂଚନା ଦିଅନ୍ତୁ। ଆଉ ଏହି କଥାର ଧ୍ୟାନ ରଖନ୍ତୁ ଯେ ଯେତେବେଳେ ପିଲାମାନେ ଯୁବକ ହୋଇଯାଆନ୍ତି ସେମାନଙ୍କର ବିଛଣା ଅଲଗା କରିଦେବା ଉଚିତ। ମୁଁ ଆପଣମାନଙ୍କୁ ମଧ୍ୟ ଏହି କଥା କହୁଛି ଯେ ନିଜ ପିଲାମାନଙ୍କର ଧ୍ୟାନ ରଖନ୍ତୁ। ବନ୍ଧୁମାନେ, ଆଶା କରୁଛି ଆପଣମାନଙ୍କୁ ଆମର କାହାଣୀ ପସନ୍ଦ ହୋଇଥିବ। ଯଦି କାହାଣୀ ପସନ୍ଦ ହୋଇଛି ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଯଦି ଆପଣ ଚ୍ୟାନେଲରେ ନୂଆ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ନୋଟିଫିକେସନ୍ ବେଲ୍କୁ ନିଶ୍ଚିତ ଦବାନ୍ତୁ, ଯାହାଦ୍ୱାରା ପରବର୍ତ୍ତୀ ଅପଡ଼େଟ୍ ଆପଣମାନଙ୍କୁ ସବୁଠାରୁ ପ୍ରଥମେ ମିଳିବ। ରହୁଛି, ଧନ୍ୟବାଦ।